ଗତକାଲି ଯେଉଁଭଳି ଭାବେ 10 ତାରିଖ ଦିନ ପରଦିନ ଏତେ ଅଭାବନୀୟ ଘଟଣା କେବଳ ଆଉ 8 ନଟିକାଲ ମାଇଲ ଏତେ ଅଳ୍ପ ଦୂରରେ ପହଞ୍ଚି ଯାଇଥାନ୍ତେ ଭୁବନେଶ୍ୱର ଆସୁଥିବା ଆମର ଯେଉଁ ଏୟାରକ୍ରାଫ୍ଟ ଇଣ୍ଡିଆ 1 ଏୟାର ଦୁର୍ଘଟଣା ଘଟିଲା ଜଲଦା ଗାଁ ପାଖରେ। ନବୀନ ଆଉ ତରୁଣ ପାଇଲଟ ସमेତ ଏଠି ସୁଶାନ୍ତ ବାବୁ ଅନିତା ଅନିତା ଏବଂ ସୁନୀଲ ଆଉ ସବିତା ସୁନୀଲ ଅଗ୍ରୱାଲ ସବିତା ଅଗ୍ରୱାଲ 4 ଜଣ ସବାର ଥିଲେ ଏବଂ 2 ପାଇଲଟ। ଯେଭଳି ଭାବେ ଏଠି ଆସି ମୁଁ ଦେଖୁଛି 11 kV ଲାଇନ୍ ବି ଇଲେକ୍ଟ୍ରିକ ତାର ବି ବାଜିଛି ଏବଂ ଦୁର୍ଘଟଣା ଦେଖିଲା ପରେ ଯିଏ ବି ଆଶ୍ଚର୍ଯ୍ୟ ହେଇଯିବ। ସମସ୍ତେ ଲୋକାଲ ଲୋକ ବି ଆସିଥିଲେ, ସମସ୍ତେ ଉଦ୍ଧାର କରିଛନ୍ତି, ତତ୍କାଳୀନ ଉଦ୍ଧାର ବି କରିଛନ୍ତି ଏବଂ ଆମେ ସମସ୍ତ ସପୋର୍ଟ ମଧ୍ୟ ରାଜ୍ୟ ସରକାର ଏକ୍ସଟେଣ୍ଡ କରିଛି ଯେ ଡିଜି ସିଏ ତାଙ୍କର ଟିମ୍ ସହିତ ଆମର ଏଭିଏସନ୍ ଡାଇରେକ୍ଟର ପୁରା ଟିମ୍ ସହିତ ଏବଂ କାଲିଠାରୁ ଏଠି ମଧ୍ୟ ଏଆଇବିର ଟିମ୍ ବି ଅଛନ୍ତି, ଦେଖୁଛନ୍ତି, ତଦନ୍ତ କରୁଛନ୍ତି। ଯେଉଁମାନେ ସବୁ ଇଞ୍ଜୁରୀ ସମସ୍ତଙ୍କୁ ନେଇଛନ୍ତି ମେଡ଼ିକାଲରେ ସ୍ଥାନୀୟ ଲୋକ ପହଞ୍ଚିଛନ୍ତି। 2 ଜଣ ସିଫ୍ଟ ହେଇଛନ୍ତି। ଆମେ ମଧ୍ୟ ଡକ୍ଟରଙ୍କୁ ଏଇଠୁ ଭୁବନେଶ୍ୱର ଆମେ ଏୟାରଲିଫ୍ଟ କରିଥିଲୁ ହେଲିକପ୍ଟର ଜରିଆରେ। ଆମେ ମଧ୍ୟ ପ୍ରସ୍ତୁତ ଅଛୁ ଯେ ସର୍ବୋତ୍ତମ ଚିକିତ୍ସା ଦେବାରେ ଏବଂ ଏଭଳିଆ ଯେଉଁ ଦୁର୍ଘଟଣା ଘଟିଲା ତାର ପୁନରାବୃତ୍ତି ନ ହୁଏ। କାହିଁକି ଘଟିଲା ସେଇଥିପାଇଁ ଆମେ ଚିନ୍ତିତ ଏବଂ ମୁଁ ତ ନିଶ୍ଚିତ ଭଗବାନ ଧନ୍ୟବାଦ ଦେଇ ଭଗବାନ ଆମକୁ ରକ୍ଷା କରିଦେଲେ। ଇଏ ବାରିପଦା ପରେ ଓଡ଼ିଶାରେ ବୋଧେ ଦ୍ୱିତୀୟ ଘଟଣା ଏବଂ ଭାରତ ବର୍ଷରେ ଏଭଳିଆ ଘଟଣା କେଉଁଠି ଘଟିଥିବ ଆଉ ସମସ୍ତେ ଗୋଟେ ପ୍ରକାର ସୁରକ୍ଷିତ ଭାବେ ଉଦ୍ଧାର ହେବା ଇଏ ଆମ ପାଇଁ ମାନେ ଭଗବାନଙ୍କ ଆଶୀର୍ବାଦ। ମୁଁ 10 ତାରିଖ 12:27 ସିଏ ଥିଲା ଏଇଠି ସମସ୍ତ ମାନେ 2ଟା ଏମିତି ହବ, 1:30 ଏମିତି ହବ, 1 କି 1:30 1:17 ଏମିତି। ମୁଁ ପ୍ରଥମତଃ ଆପଣମାନଙ୍କୁ ଖବର ବି ଦେଲି ଯେ ଏତେ ବଡ଼ ଘଟଣା ଘଟିଗଲା ବୋଲି ଏବଂ ଏଇଠି ଦେଖିଲା ପରେ କେତେ ବଡ଼ ଗୋଟେ ଦୁର୍ଘଟଣା ଘଟିଛି ସେଥିପାଇଁ ଆମେ ଚିନ୍ତିତ ବି ଅଛୁ। ଆମେ ଇନଭେଷ୍ଟିଗେସନ ଚାଲିଛି, ଚିନ୍ତିତ ବି ଅଛୁ। ନାଇଁ ସେଇଟା ବି ଗୋଟେ କଥା। ଯେତେବେଳେ ଆମର ଏଗ୍ରିମେଣ୍ଟ ହେଇଥିଲା 62 ସିଟେଡ୍, ମୁଁ ବି ଆସିଛି 62 ସିଟେଡ୍ରେ। ମୁଁ ତ ଯେତେବେଳେ ବନ୍ଦ ହେଲା ମୁଁ ଲେଖିଛି, ମୋ ତରଫରୁ ଲେଖିଥିଲି ମଧ୍ୟ। ଆମେ ଓଡ଼ିଶାର ଜନସାଧାରଣ ଯେଉଁଭଳିଆ ବି ଆମେ ରାଉରକେଲାକୁ ଝାରସୁଗୁଡ଼ାକୁ ସେବା ଦେଉଥିଲୁ ଏବଂ ଉତ୍କେଲାକୁ ଜୟପୁରକୁ ସେବା ଦେଉଛୁ। ଆମର ସେବା ତ ଅବ୍ୟାହତ ଅଛି। ଯେତେବେଳେ କୌଣସି ଏଜେନ୍ସିର କୌଣସି କାରଣବଶତଃ ସିଏ ତାର ଚଲଉନି ସେତେବେଳେ ଆମେ ତାକୁ ତାଗିଦ ବି କରୁଛୁ ଏବଂ ସମସ୍ତ ଅସୁବିଧା ଆଉଥରେ ପୁଣି ସମାଧାନ ହେଇକିରି ପୁଣି ଚାଲିଛି। ଏବେ 9 ସେକେଣ୍ଡ ଚାଲିଥିଲା, କିଛି ଦିନ ପରେ ରିଷ୍ଟୋର ହେଇଯିବ। ସବୁଠୁ ବଡ଼ କଥା ହେଉଛି ଆମେ ଏଇ ଯେଉଁ ଜମି ସଂକ୍ରାନ୍ତରେ ଏଇଟା ସେଲ୍ ଚଲାଉଛି, ସେଲ୍ର ଆଉ ଏଆଇର ଆମ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏ ସବୁ କେମିତି ଏୟାରପୋର୍ଟ ଅଥରିଟି ଇଣ୍ଡିଆର ସବୁ ଚଲେଇବ ଏବଂ ଜମି ତାକୁ ହସ୍ତାନ୍ତର ହେବ ସେ ସମ୍ପର୍କରେ ମଧ୍ୟ ଆମେ ଗୋଟେ ପ୍ରକାର ବୈଠକ ନେଇସାରିଛୁ, ଚୂଡ଼ାନ୍ତ ମଧ୍ୟ ହେଇସାରିଛୁ।